तो परिवार को मुझे समय अनुरोध करी से सम्मुख को आसी प्रभु को पदे धन्यवाद देवे तापरे प्रभु को दास आम मंडली परिवार में प्रार्थना करवा तापरे आम आगे को बढ़ा आसतु समस्त आमମାନଙ୍କର କଥା ରକ୍ଷା କଲେ ଆଉ ଭାଇ ଭଉଣୀ ଦି ପାଳକୁ ଆସିଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମର ଦୁଇଟା ରୁମ୍ ଥିଲା ଆଉ ପ୍ରାର୍ଥନା ହେଲେ ମୋତେ ବେଶୀ ଦୁଃଖ ଲାଗବା କିଏ ଉପରେ କିଏ ତଳେ କିଏ ସଫା ସିଟ୍ ତଳେ ଏମିତି ବସୁଥିଲୁ। ମାତ୍ର ଏଇ ଦିନମାନଙ୍କରେ ପ୍ରଭୁ ଆମକୁ ପ୍ରେମ କରି ଆଉ ଦୁଇଟା ଗୃହ ନିର୍ମାଣ କରିବା ପାଇଁ ଦେଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମର ଯୋଜନା ଥିଲା ଆମେ ଟିଣ ମାରିକିରି ଦୁଇଟା ରୁମ୍ ବାହାର କରିବା ବୋଲି ଭାବିଥିଲୁ ମାତ୍ର ଆମର ଯୋଜନାକୁ ପ୍ରଭୁ ଅଲଗା କଲେ ଛାତ ପକାଇବା ପାଇଁ ଦେଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଯେତେବେଳେ ଦୁଃଖ ଲାଗେ ପ୍ରାର୍ଥନା ହେବା ସମୟରେ ଜାଗା ନାହିଁ କିଏ ମଧ୍ୟ ଆସିଲା ପରେ ଶୋଇବାକୁ ମଧ୍ୟ କେ ତଳେ କେ ଉପରେ ଏ ପ୍ରକାର ଶୋଉଥିଲୁ ମାତ୍ର ପ୍ରେମ କରି ଏଇ ଦିନମାନଙ୍କରେ ଆମକୁ ଆଉ ରୁମ୍ ଦେଇଛନ୍ତି ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ରୁମ୍ ଆରମ୍ଭ କଲୁ ଶେଷ ପର୍ଯ୍ୟନ୍ତ ମଧ୍ୟ କୌଣସି ଅଭାବ କରିନାହାନ୍ତି ସମସ୍ତ ଆବଶ୍ୟକ ପ୍ରଭୁ ଯୋଗାଇଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏପର୍ଯ୍ୟନ୍ତ ଆମେମାନେ ଯେତେବେଳେ ଗୃହ ନିର୍ମାଣ କରିବା ପାଇଁ ଗଲୁ ସେତେବେଳେ ଆମେ କାହାକୁ ଟଙ୍କାଟି ମଧ୍ୟ ମାଗିନୁ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। এই ছোট সাক্ষ্য দেই প্রভু গৌরব পান্তু। ପ୍ରଥମେ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବି ଆଉ ଯେତିକି ଭାଇ ଭଉଣୀ ଆସିଛନ୍ତି ସମସ୍ତଙ୍କୁ କୌଣସି ଭୁଲ କହିଛନ୍ତି କ୍ଷମା କର। ମୋର ଆଜ୍ଞା କହୁଥିଲେ ଯେମିତି ଖ୍ରୀଷ୍ଟିଆନ ବୋଲେ ମୁଁ ଗୋଟେ ହିନ୍ଦୁ ପରିବାର ମାତ୍ର ମୋର ନାଁଟା କେମିତି ଦିଆଗଲା ସେଟା ମୁଁ ବହୁତ ଥର ଚିନ୍ତା କରିଛି। ପ୍ରଭୁର ଯୋଜନା ଥିଲେ ଆକା ସେ ନାଁ ପାଇପାରିବେ ନହେଲେ ପାଇପାରିବେ ନାହିଁ। ତାର ଗୋଟେ ପ୍ଲାନିଂ ଥିଲା ହେଲେ ଲୋକମାନେ କହିବେ ମ୍ୟାରେଜ ବୋଲେ ଗୋଟେ ଲେଡିଜ ପାଇଁ ତୁ ଖ୍ରୀଷ୍ଟିଆନ ହେଇଗଲୁ ବୋଲି ଖ୍ରୀଷ୍ଟିଆନ ଲେଡିଜଙ୍କ ଦ୍ୱାରା ହେଇନି ପ୍ରଭୁର ଯୋଜନା ଥିବ ବୋଲି ଖ୍ରୀଷ୍ଟିଆନ ହେଇଗଲା। ଲୋକ କହିଦେଲେ କଣ ହବ କିଛି ନାହିଁ ପ୍ରଭୁର ଯୋଜନା ଅଲଗା ଥିବ ହେଲା। ମତେ କେତେ ଲୋକ ଇନସଲ୍ଟ କରିଛନ୍ତି ତୁ ଗୋଟେ ଲେଡିଜ ପାଇଁ ଖ୍ରୀଷ୍ଟିଆନ ହେଇଯିବୁ ତୁମେ ଜାଣିନ ତୁମର ଦିନ ଆଇବ ତୁମେ ଖୋଜି ଖୋଜି ଆଇବ ଆମର ସେଟା ମୁଁ କହିପାରିବି ନାହିଁ ମତେ ମନେ କର ତୁମେ ଦିନ ଏମିତି ହଇରାଣ ହେବ ତୁମେ ବାଜା ଆଜ୍ଞା ବାକ୍ୟ ମତେ ଗୋଟେ କଥା ମନେ ପଡେ ବାଜା ନ ମାରିବା ପୂର୍ବରୁ ଏମାନେ ଆଗେ ନାଚୁଥିବେ ନ କରେ କଣ ନାଚବାଟା ଛଡା କଣ ସେମାନେ ଆଉ ମୁଁ ତ କିଛି କହିବାକୁ ତ ଜାଣି ନାହିଁ। ଆମର ଦୁଇଟା ରୁମ୍ ଥିଲା ଯଦି ଯେମିତି କହୁଥିଲା ଆମର ଭଉଣୀ ମାନେ ଆଇଲେ କୋଉଠି ବି ଯିବେ ନାହିଁ ଆମର ରୁମ୍ରେ ଆଗେ ଥିବେ ସେମାନେ। ଦୁଇଟା ରୁମ୍ ଥିଲା ଆମେ ତଳେ ଉପରେ ଏଠି ଶୋଇବାର ମାତ୍ର ପ୍ରଭୁ ଆଜି ଡେଟ୍ରେ ଆମକୁ ଦୁଇଟା ରୁମ୍ ଦେଇଛନ୍ତି ପ୍ରଭୁକୁ ବହୁତ ବହୁତ ଧନ୍ୟବାଦ। ଆଉ ଆମର ଯୋଜନା ଥିଲା ଆମେ ଗୋଟେ ସିଟ୍ ଘର ଗୋଟେ କରିବା ସିଟ୍ ନାହିଁ ତେତୁଲି ଗଛ ଅଛି ଭାଙ୍ଗବ କିଣା ଆଣି ମାରବା ବୋଲି ଆମର ଯୋଜନା ଥିଲା ମାତ୍ର ପ୍ରଭୁ ସେ ଯୋଜନାକୁ ଚେଞ୍ଜ କରି ଆସିପେଟ ଆମ ଛାତ ପକେଇବାରେ ସାହାଯ୍ୟ କଲେ ଧନ୍ୟବାଦ ପ୍ରଭୁଙ୍କୁ। ଆଉ ଏ ଘର ଆମେ ଫାଷ୍ଟ ଭାଇ ଆସିଥିଲେ ପ୍ରାର୍ଥନା କରିଥିଲୁ ଆରମ୍ଭରୁ ଶେଷ ଯାଏ କାହାକୁ ବି ଋଣ ଲାଗିବି ନାହିଁ ବୋଲି ମୋର ଗୋଟେ ଯୋଜନା ଥିଲା ମାତ୍ର ମୋର ସେ ପ୍ରଭୁ ମତେ ଯୋଜନା କଲେ ଯେ ବୋଲେ ଇଚ୍ଛାକୁ ବି ପୂର୍ଣ୍ଣ କଲେ ମୁଇଁ କାହାକୁ ବି ଗୋଟେ ଟଙ୍କାଟି ବି ମାଗିବାକୁ ପ୍ରଭୁ ମତେ ସେ ପ୍ରକାର କରିନାହାନ୍ତି। ଗୋଟେ କାର ବି ଗୋଟେ ବାଲି ବି ଗୋଟେ ମୁଁ କାର ଧାରରେ କରିନାହିଁ ଘର আর কেবে ବି ମୁଇଁ ପଇସା ନାହିଁ ବୋଲି ଘର ଆରମ୍ଭ କଲା ଦିନଠୁ ପଇସା ନାହିଁ ବୋଲି ମୁଇଁ କହି ନାହିଁ ପ୍ରଭୁର ଯୋଜନା ଥିଲା ସବୁ ଠିକ ଠାକ ହେଇଛି। ଆଉ ମୋର ଯୋଜନା ଥିଲା ଯେ ମୁଇଁ ଏ ଘରେ ବୋଲେ ଘରେ ହେଇଯାଇଥିଲା ମାତ୍ର ଆମେ ରୋଷେଇ କରି ଖାଇବାକୁ କରି ଖାଉ ବୋଲି ଲୋକ କହୁଥିଲେ ନାଇଁ
ପ୍ରଭୁକୁ ଯେବେ ଆମେ ଧନ୍ୟବାଦ ଦେବୁ ସେଦିନକୁ ଆକା ଆମେ ରାନ୍ଧି ଖାଇବୁ ବୋଲି। ତାପରେ ଶୋଇବାକୁ ମଧ୍ୟ ଏଠି ଖଟ ଥିଲା। ମୁଁ କେବେ ବି ଦିନ ବେଳେ ବି ମୁଁ ଟିକେ ବି ଶୋଇ ନାହିଁ। ପ୍ରଭୁଙ୍କୁ ଧନ୍ୟବାଦ ଦେଲେ ଆକେ ରୁମ୍ରେ ମୁଁ ଶୋଇବି ବୋଲି ମୋର ଗୋଟେ ଯୋଜନା ଥିଲା। ଆଉ ଏତିକି କହି ସମାପ୍ତ କରୁଛି। ଆଉ କ'ଣ କହିବାକୁ ଯଦି ଭୁଲ ଥିବ ମୋତେ କ୍ଷମା କରିବେ। ପ୍ରଭୁ ଭାବରେ ଆଶୀର୍ବାଦ କରନ୍ତୁ। ଆମେ ଦୁଇ ଦାସ ମଣ୍ଡଳୀ ପ୍ରଭୁଙ୍କ ଦାସୀ ଅଛନ୍ତି। ଆମେ ପରିବାର ପାଇଁ ପ୍ରାର୍ଥନା କରିବା ପାଇଁ ଚାହୁଁଛୁ। ନିଶ୍ଚିତ ଭାବରେ ଦେଖନ୍ତୁ ଆମର ପରମେଶ୍ୱର ଆମକୁ କେବଳ ଘର ଦେବେ, ଗାଡ଼ି ଦେବେ ତାହା ନୁହେଁ, ଆମକୁ ସେ ସୁରକ୍ଷା ମଧ୍ୟ ଦେବେ। ଆଉ ଆଜି ଆମେ ପ୍ରାର୍ଥନା କରିବା ପରିବାରର ସୁରକ୍ଷା ପାଇଁ। ଏ ପରିବାର ଦୁଇଟି ଗୃହ ଯୋଉଟା ନୂଆ ରୁମ୍ ହେଇଛି, ସେଠି ସେମାନେ ଏବେ ରୋଷେଇ କରି ଖାଇବେ, ଏଠି ପ୍ରାର୍ଥନା ହେବ, ପରିବାର ଶୋଇବେ। ଏସବୁ ବିଷୟରେ ଆମେ ଯେ ପ୍ରକାର ପରିବାରକୁ ଆମେ ପ୍ରଭୁଙ୍କ ହସ୍ତରେ ସମର୍ପଣ କରି ଗୋଟେ ସମର୍ପଣର ପ୍ରାର୍ଥନା ଆମେ କରିବା। ପ୍ରଭୁଙ୍କ ଦାସ ଅଛନ୍ତି ପରିବାର ପାଇଁ, ସେ ପ୍ରାର୍ଥନା କରିବେ। ଆମେ ସମସ୍ତେ ନିଜ ନିଜର ଡାହାଣ ହସ୍ତକୁ ପରିବାର ଆଡ଼କୁ ବଢ଼ାଉଥିବା ପ୍ରାର୍ଥନା ପ୍ରତି ଆମେ ମନୋଯୋଗୀ ହେଉ। Thank you. प्रार्थना करिबा पिता आमे तुमको धन्यवाद दउछु। तुमे आपना लोक मान को प्रति आपना दया अनुग्रह करिबा परमेश्वर। दिन थिला हमको रहिबा पाई प्रभु घर खंडे नथिला प्रभु आमान को प्रभु कौनसी प्रकार विषय नथिला, मात्र तुमको पाइला परे कौनसी मंगल विषय अभाव तुम्हें करना हो। आमे तुमको धन्यवाद दउछु प्रभु। केते सुंदर भावरे परिवार तुमको धन्यवाद दउछथि। कहा आगे हाथ पतेबा पड़ला सब विषय गुडिक तुमे जगाइलो। आमे तुमको धन्यवाद दउछु, कारण जो माने तुम ऊपर भरोसा करंती से माने केवल लज्जित हेबे नाही। आमे तुमको धन्यवाद दउछु राजा, प्रशंसा करूछु, गौरव करूछु प्रभु। जन भौणी ज्योति भौणी के पाई, जन भाई ज्योति भौणी के पाई धन्यवाद दउछु राजा। तुमे सेमान को अनुग्रह करी ए सुंदर घर तुमे केतरा राजा बड़ी अच्छी, दुईटा राजा बड़ी। आमे राजार पिला माने तो सेति भाई आमे कुटरू आम देखबार अछि राजा बड़ी पुस्तक आम देखबार अछि। प्रिय माने आमर चर्च रो भाई भौणी माने वाक्य काढबारे छटकिना वाक्य से माने काढी पारबे। अन्यान्य बहुत जगह मान को जाए वाक्य से माने काढी नथिबे, हमको निजे एका पढबा को पडुछि। मतलब आपण माने छटकिना वाक्य काढुचंती पढ़ुचंती, सेटा बहुत भल विषय। के जन को जदि कहि देबे हबकुक पुस्तक आमे काढिबा बोले से काढी काढी लास्ट को आगे हम आडी नहीं बोल कहि बसे मोर बाइबल रे नहीं बोल कहि देबे से माने। मतलब हमर बाइबल रे हबकुक पुस्तक अछि, सब पुस्तक गुडी का हम बाइबल रे रहिछि। पढ़िबा आमे द्वितीय राजा बड़ी 6 अध्याय, द्वितीय राजा बड़ी पुस्तक 6 अध्याय पढ़ुछि सुनतु। एक समय रे भविष्य वक्ता गणर पुत्र माने इलिसाय को कहिले। इलिसाय किए? से जने भविष्य वक्ता प्रभुंकर दास तांकर पालक। ए भविष्य वक्तांकर पुत्र माने इलिसाय को कहिले, एबे देखंतु आम्भे माने आपणक सम्मुख रे जेउ स्थान रे वास करूअछु ताहा आम्भ मानक पई संकीर्ण। संकीर्ण माने कोन? छोट छोट जागा सान। ए घर मिसा केन थिला? सानो सानो थिला। ए घर छोट थिला, ताते घर को एक्सटेंशन करिकिना बड़ करा जायछि। आउरी किछि दिन गला परे ए घर आउ थरे सानो आगा हे सानो हो एति छोट घर ता पछे आउ गुडी योजना करा जिवो। एटा एक फाइनल योजना नहीं, एटा हैला बुझंतु कोन करबा आज्ञा। आम रूम तो छोट अछि। प्रिय माने परमेश्वर आमको गोटे परे गोटे गोटे परे गोटे देबे। मु कहूची आपण मानको ए घर बहुत बढ़िया घर, मात्र ए घर परे आउरी मध्य घर मिलबो। प्रभु आम मानको घर देबे, काई ना एटा मध्य आम पई जगह नै। एठी जदि केंदार रे हमर गोट मीटिंग करबा, एठी केते जन सोइबे एठी आसीकिना? सोई पारबे नै। मोर घर सानो अछि भाई बोल कहबे। हम प्रार्थना करबो आज भी बड़ घर आमे करबा। आमे एठी संकीर्ण थिला, एटा सेमानकर मध्य रहिबा पई जगह हो नथिला। सेदिले मु सब बेले कहे हमर विश्वासी भाई भौणी मानकू घर बांधले बड़ बड़टा बांध। हमर केते लोक को मिसा बड़ बड़ घर अछि,
ମାତ୍ର କଲିଜା ସାନ ଅଛି ସେମାନେ। ହଁ, କୁକୁଡ଼ା ପରି କଲିଜା ଥିଲେ ସେମାନେ କାହାକୁ ଘରେ ଡାକି ଶୁଏଇବେ ନାହିଁ। ଖଟ ଯାକ ପଡିକିନା ସବୁ ଯାକ ଫାଙ୍କା ଥିବ, ମାତ୍ର କାହାକୁ ଟିକେ ଘରକୁ ମଧ୍ୟ ଡାକିବେ ନାହିଁ। ଆମର ଘର ସାନ ଥାଉ, ମାତ୍ର କଲିଜା ଟିକେ ବହଳ ଥାଉ। ବଏଲର ଖାଇ ଖାଇ ବଏଲର ପରି ହେଇଯାଇଛନ୍ତି ଲୋକମାନେ, ସେମାନଙ୍କର କାହା ଘରକୁ ମଧ୍ୟ ଡାକୁନାହାନ୍ତି। ଆମେ ଘର ବାନ୍ଧିଲେ ପ୍ରାର୍ଥନା କରିକିନା ଗୋଟେ ପ୍ରାର୍ଥନା ରୁମ୍ ଗୋଟେ ଆମେ ତିଆରି କରିବା, ଯୋଉଠିକି 20-30 ଲୋକ ବସି ପାରିବେ, ଆମେ ଆରାମସେ ଆମେ ଆରାଧନା ଆମେ କରିପାରିବା। ସେମିତି ଘର ଗୁଡିକ ଆମେ ପ୍ଲାନ୍ କରି ବାନ୍ଧିବାର ଅଛି। ନିହାତି ଯୋଉମାନେ ବାନ୍ଧି ନାହାନ୍ତି, ବଡ ଭାଇ ବାନ୍ଧି ନାହାନ୍ତି, ଯେତେବେଳେ ବାନ୍ଧିବେ ମସ୍ତ ବଡ କରି, ଭାଗୀରଥୀ ଭାଇ ବାନ୍ଧେ, ବିଟୁ ଭାଇ ବଡ କରି ବାନ୍ଧିବ ହେଲା। ସବୁ ଘର ଗୁଡିକ ବଡ ବଡ ଆମର ଥିବାର ଅଛି। ଆମର କାହିଁକି ବଡ ଘର? ଆମର ପ୍ରଭୁ ମିଶା ବଡ, ହାଲେଲୁୟା। ସେଥିପାଇଁ ଆମର ସବୁ ବିଷୟ ଗୁଡିକ ବଡ ବଡ ଥିବାର ଅଛି। ଆମର ସଂକୀର୍ଣ୍ଣ ଥିଲା କହିଲେ କାହାକୁ କହୁଛନ୍ତି? ନା ତାଙ୍କର ପାଷ୍ଟରକୁ କହୁଛନ୍ତି। ଇଲିଶା ତାଙ୍କର ପାଷ୍ଟର, ତାଙ୍କୁ କହୁଛନ୍ତି ଆଜ୍ଞା ଆମର ଘର ଛୋଟ ଅଛି, ସଂକୀର୍ଣ୍ଣ ଅଛି। ତା ପଛେ ସେ କଣ କହୁଛନ୍ତି 2 ପଦରେ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭେମାନେ ଜର୍ଦ୍ଦନକୁ ଯାଇ ପ୍ରତି ଜଣ ସେଠାରୁ ଏକ ଏକ କୋଡ଼ି କାଠ ନେଇ ଆପଣାମାନଙ୍କର ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ। ସେଥିରେ ସେ ଉତ୍ତର ଦେଲେ, ତୁମ୍ଭେମାନେ ଯାଅ। ଏଇଟା ହଉଛି ପ୍ୟାଟର୍ନ। ଆମେ ଯାହା ବି ଆମେ କରିବା ଆମର ପାଷ୍ଟରଙ୍କୁ ଟିକେ ଜଣେଇବାର ଅଛି, ପ୍ରଭୁଙ୍କର ଦାସଙ୍କୁ ଆମେ ଜଣେଇବାର ଅଛି। ଅନେକ ସମୟରେ ଆମେ ଘର ବାନ୍ଧିଲା ବେଳେ ଆମେ କାହାକୁ ଆମେ ଆଗରେ ଡାକୁ? କାହାକୁ ଆମେ ଆଗରେ ଡାକୁ? ଭାଇନା ଆମେ ଘର ବାନ୍ଧୁଛି, ନାନୀ ଆମେ ଘର ବାନ୍ଧୁଛୁ ବୋଲି କାହାକୁ ଡାକୁ? କାହାକୁ? ଯିଏ ଦେଇପାରିବ ନାଇଁ କି? ଆମେ ଟିକେ ସେମିତି ଲୋକ ଡାକୁଛୁ, ଆମେ ଟିକେ ଘର ବାନ୍ଧିବୁ ବୋଲିକିନା ଆମେ ସେମିତି ଲୋକମାନଙ୍କୁ ଆମେ ଡାକୁ। ଆମେ ଯେମିତିକି ସେମାନେ ଆମକୁ ଟିକେ ସାହାଯ୍ୟ କରିପାରିବେ, କିଏ ଗୋଟେ 50 ବସ୍ତା ସିମେଣ୍ଟ, କିଏ ଗୋଟେ 100 ବସ୍ତା ସିମେଣ୍ଟ ଏମିତି ଦେଇପାରିବେ। ଏଇଟା ସେମାନଙ୍କ ଚିନ୍ତାଧାରା। ଏବେ ମୁଁ ଯାଇଥିଲି ଫୁଲବାଣୀ ମିଟିଂକୁ ଯାଇଥିଲି, ମିଟିଂକୁ ଗଲି ଫାଷ୍ଟ ଦିନ ମିଟିଂ ଷ୍ଟାର୍ଟ, ମତେ ବସେଇ ଦେଲେ, ବୁକେ ଦେଲେ, ଆରାମସେ ବୁକ୍ ଧରିକି ବସି ଦେଇଛି। ମୁଇଁ ପଛେ ଯେତେବେଳେ ଦାନ ସଂଗ୍ରହ କରାଗଲା, ସେତେବେଳେ ସମସ୍ତଙ୍କୁ କୁହାଗଲା ଏଇଟା ଗୋଟେ ସ୍ପେଶାଲ ଅଫରିଂ ଆମେ କଲେକ୍ସନ କରିବା। ପ୍ରଭୁଙ୍କର ଦାସ ତାଙ୍କର ଘର ବାନ୍ଧୁଛନ୍ତି, ଆଉ ଆମେ ସେ ଦାନ ଦେବା, ସେ ଦାନ ନେଇକିନା ସେ ଘର ବାନ୍ଧିଦେବେ। ମୁଁ କିଛି କହୁନାହିଁ। ତା ପଛେ ମାଇକ୍ ଦେଲେ ମଧ୍ୟ। ମାଇକ୍ ଦେଲା ପରେ ମୁଁ କହିଲି, ଆଜି ଯାଏ ଆମେ ଯେତିକି ମିଟିଂ ଆମେ କରିଛୁ, କାହାକୁ ଟଙ୍କାଟି ମାଗିନାଉ। ଯେତିକି ଆମେ ଚର୍ଚ୍ଚ ଘର ଆମେ ବାନ୍ଧିଛୁ, କାହାକୁ ଟଙ୍କାଟି ମାଗିନାଉ। ଆମେ ରସିଦ ଛପେଇ ମାଗବା ଗୋଷ୍ଠୀରେ ଆମେ ନାହୁଁ। ଆମେ ପରମେଶ୍ୱର ଆମକୁ ଦେଉଛନ୍ତି, ସେଥିପାଇଁ ଆମେ କାହାକୁ ଆମେ ମାଗୁନାହୁଁ। ପ୍ରିୟମାନେ, ଆମର ସେଇ ମନୋଭାବ ରହିବାର ଅଛି। ଆମେ କିଏ ସାହାଯ୍ୟ କରିବେ, ଇଏ ଦେବେ, ଏଇ ମନୋଭାବ ନାହିଁ। ମୁଁ କହିଲି ଆଜି ଯାଏ ଆମେ କାହାକୁ ଆମେ ଟଙ୍କାଟି ଆମେ ମାଗିନାହୁଁ, ମାତ୍ର କେବେ ମିଶା ଅଭାବ ମିଶା ହେଇନାହିଁ। ପରମେଶ୍ୱର ସବୁ ଯୋଗାଇଛନ୍ତି। କୋଉଠି ଯିବୁ ଆମେ, ଆମର ଘର ତିଆରି ପାଇଁ ଗୋଟେ ଦାନ ସଂଗ୍ରହ କରିଦେବେ, କେତେ ଦେବେ? ଦେଇକିନା 20-30 ହଜାର ଟଙ୍କା ଦେବେ। ସେଟା ଆଣିକିନା ଆମେ କଣ କରିବୁ? ଆମର ପରମେଶ୍ୱରଙ୍କ ଉପରେ ଆମେ ଭରସା ରଖିବା। ମୁଁ କହିନାହିଁ ତାଙ୍କୁ ଏମିତି କରିବାର ଅଛି ବୋଲିକିନା, ମାତ୍ର ସେମାନେ ଭଲେଣ୍ଟିୟରଲି ଭାବିଲେ ଯେ ଆମକୁ ଦେଲେ ଆଗେ ନେଇକି ଯିବେ। ମୁଁ କହିଲି ସେଟା ଯାକ ଆମକୁ ଦରକାର ନାହିଁ। ଆମର ପାଖରେ ପରମେଶ୍ୱର ଅଛନ୍ତି, ସେ ସବୁ ଆମକୁ ଯୋଗାଇବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଠିକ କହିଛି ତ? ଆମର ସେମିତି ଆଗା ଥିବାର ଅଛି, ପୁରା ଡେରିଂରେ ଆମେ ଥିବାର ଅଛି। ମାନେ ଆମର ଅନ୍ୟ ଚର୍ଚ୍ଚ ମାନଙ୍କ ପରି ଆମର ଚର୍ଚ୍ଚ ସେମିତି ନାହିଁ। ଆମର ଚର୍ଚ୍ଚର ଭରସା କେବଳ ପ୍ରଭୁ। ଆଜି ଯେମିତି ଜନ ଭାଇ ଆଉ ଜ୍ୟୋତି ଭଉଣୀ ସାକ୍ଷ୍ୟ ଦେଲେ, କାଲି ଆପଣ ମଧ୍ୟ ଗୋଟେ ଖାତାରେ ଲେଖିକିନା ରଖନ୍ତୁ, ମୁଁ ଘର ବାନ୍ଧିଲା ପରେ କି ସାକ୍ଷ୍ୟ ଦେବି। ଘର ଆଗରେ ବନାନ୍ତୁ ନାହିଁ, ସାକ୍ଷ୍ୟ ଆଗରେ ତିଆରି କରନ୍ତୁ, ତା ପଛେ ଯାଇକିନା ଆପଣ ଘର ବାନ୍ଧିବାକୁ ଯିବେ। ଭୟଙ୍କର ସାକ୍ଷ୍ୟ, ଏମିତି ସାକ୍ଷ୍ୟ ଥିବାର ଅଛି ଆମମାନଙ୍କର। ପ୍ରଭୁ ଗୌରବ ପାଆନ୍ତୁ। ଏଠି ସେମାନଙ୍କର ସେମିତି ହଉଛି, ସଂକୀର୍ଣ୍ଣ ହଉଛନ୍ତି। ସେମାନେ କହିଲେ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭେମାନେ ଜର୍ଦ୍ଦନକୁ ଯାଇ ପ୍ରତି ଜଣ ସେଠାରୁ ଏକ ଏକ କୋଡ଼ି କାଠ ନେଇ ଆପଣାମାନଙ୍କର ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ। ସେଥିରେ ସେ ଉତ୍ତର ଦେଲେ, ତୁମ୍ଭେମାନେ ଯାଅ। 3 ପଦରେ ଜଣେ
ଭୟଙ୍କର ଲୋକ, ବହୁତ ସୁନ୍ଦର ଗୋଟେ ବିଶ୍ୱାସୀ। ସେ କଣ କହୁଛି, ତହୁ ଜଣେ କହିଲା, ବିନୟ କରୁଅଛି, ଆପଣ ଅନୁଗ୍ରହ କରି ଆପଣା ଦାସ ମାନଙ୍କ ସଙ୍ଗରେ ଚାଲନ୍ତୁ। କାହାକୁ ଡାକୁଛନ୍ତି? ଦାସ। ଆଜି ଏମିତି ଜଣ ଅଛନ୍ତି, ପିଲା ପାଇଁ ଯଦି ଘର ଦେଖି ଗଲେ ସବୁକୁ ନେବେ, ମାତ୍ର ନା ଏ ପାଷ୍ଟର ଆଜ୍ଞା ନେବା ନାହିଁ। କଣ ହେଲା ନେବା ନାହିଁ? ଗାଡିରେ ଜାଗା ନାହିଁ। ମତେ ସିନା ମୋଟୁ ଲୋକ ଜାଗା ନାହିଁ, ଏ ବାପଡା ତ ପତଳା ଅଛନ୍ତି, କୋଉଠି ଗୋଟେ ବସେଇଲେ ବସିବେ, ତାଙ୍କୁ ଆଉ ଜାଗା ନାହିଁ କି? ଆଜି ଅନେକ ଜଣ ସେମାନେ ଝିଅ ଦେଖି ଯିବେ, ପୁଅ ଦେଖି ଯିବେ, ସବୁକୁ ନେବେ। ଏବେ ଆମର ଆଜ୍ଞାକୁ କହିବା ନାହିଁ, ସବୁ ହେଲା ପରେ କାର୍ଡ ଗୋଟେ ନେଇ ଧରେଇ ଦେବା ବୋଲିଲା ପରେ ଥିବେ। ଆରେ ପ୍ରଭୁଙ୍କର ଦାସକୁ ନ କହିଲେ ତୁମେ କାହାକୁ ତୁମେ କହିବ? ଏମାନେ କହୁଛନ୍ତି ଆଜ୍ଞା ଆମେ ତ ଯିବୁ, ଟାଙ୍ଗିଆ ଧରିଥିବୁ, ସବୁ କରିବୁ, ଏ ଦାସ କିଛି କରିବେ? କିଛି ନାହିଁ। ମାତ୍ର କଣ କହୁଛନ୍ତି? ଆପଣ ଆମର ସାଙ୍ଗରେ ଆସିବାର ଅଛି। ହାଲେଲୁୟା। ପରମେଶ୍ୱରଙ୍କ ଦାସଙ୍କୁ ଡାକିକିନା ନେଉଛନ୍ତି। ଯୋଉ କାମ ମଧ୍ୟ ଆମେ କଲେ ପରମେଶ୍ୱରଙ୍କ ଦାସଙ୍କୁ ଜଣେଇ ତାଙ୍କୁ ପରାମର୍ଶ ନେଇ ଆମେ କରିବାର ଆବଶ୍ୟକ ରହିଛି। ଏମିତି ଆମର ମଣ୍ଡଳୀ କେତେ ସୁନ୍ଦର, ଏମାନଙ୍କର ପେଟେଣ୍ଟଟା ଆମର ପେଟେଣ୍ଟଟା ପୁରାପୁରି ମ୍ୟାଚ୍ କରୁଛି। ସେମାନେ କହିଲେ ଆଜ୍ଞାକୁ ଆରେ କାହିଁକି ନେବା? ନାଇଁ 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 ନାଇଁ, ଆଜ୍ଞାକୁ ନେବା ଆମେ। ଆଜ୍ଞା କିଛି କରିବେ ନାହିଁ, କୋଉ ଗଛ କାଟିବେ ନାହିଁ, ଆଜ୍ଞା କିଛି ଭୁଇଁବେ ନାହିଁ, ମାତ୍ର ଆଜ୍ଞା ଆମର ସାଙ୍ଗରେ ରହିବାର ଅଛି, ସେ ଆମର ସହିତ ରହିବାର ଅଛି, ପାଳକ ଆମର ସାଙ୍ଗରେ ରହିବାର ଅଛି, ପ୍ରଭୁଙ୍କ ଦାସ ଆମର ସାଙ୍ଗରେ ରହିବାର ଅଛି। ଏଇଟା ସେମାନେ ଡିସାଇଡ କଲେ। ଆଜି ପ୍ରଭୁଙ୍କର ଦାସ ମାନଙ୍କୁ ଲୋକ ପଚାରୁନାହାନ୍ତି। ଯୋଉ ଦାସଙ୍କ ଦ୍ଵାରା ପ୍ରଭୁଙ୍କ ପାଖକୁ ଆଇଲେ, ଯୋଉ ଦାସଙ୍କ ଦ୍ଵାରା ସେମାନେ ପରିତ୍ରାଣ ପାଇଲେ, ସେମାନଙ୍କୁ ଲୋକ ପଚାରୁନାହାନ୍ତି। ମାତ୍ର ଏଇଠି ଏ ବ୍ୟକ୍ତି କହିଲେ ଯେ ଆମେ କଣ କରିବା? ସାଙ୍ଗରେ ଚାଲନ୍ତୁ। ଏଥିରେ ଉତ୍ତର ଦେଲେ କଣ ବୋଲି? ମୁଁ ଯିବି। ପ୍ରଭୁଙ୍କ ଦାସ ମାନଙ୍କୁ ନ ଡାକିଲେ ଆଇବେ ନାହିଁ। ତାଙ୍କୁ ଟିକେ ଆମେ ଡାକିବାର ଅଛି। ତାଙ୍କୁ ଧରିକିନା ଗଲେ। ତା ପଛେ କଣ ହେଇଛି ପଢୁଛି, ତୁ ସେ ସେମାନଙ୍କର ସଙ୍ଗରେ ଗଲେ। ପୁଣି ସେମାନେ ଜର୍ଦ୍ଦନରେ ଉପସ୍ଥିତ ହୁଅନ୍ତେ କାଠ କାଟିଲେ। ମାତ୍ର ଜଣେ କଡି କାଠ କାଟୁ କାଟୁ କୁହାଡିର ଲୁହା ଜଳରେ ପଡିଗଲା। କଣ ହେଇଛି? ତାଙ୍ଗିଆର ଢେର ଭାଙ୍ଗଲା କି କେମିତି କି ଟୁଡୁମକିଆ ପଡିଗଲା ସେଠି। ଆଉ ପଡିଗଲା, ପାଣି ଭିତରେ ପଡିଗଲା, ପଡିଗଲାକୁ ବୁଡିଗଲା, ବୁଡିଗଲାକୁ ଦୁଶୁ ନାହିଁ। ବୁଝନ୍ତୁ, ସେ କାଠରେ କେମିତି କରିବେ? ଖାଲି ବାଡିରେ କାଠ କାଟି ହବ କି? ସେମିତି ପରିସ୍ଥିତି। ଯେତେବେଳେ ପଡି ଯାଇଛି, ସେ କଣ କହୁଛନ୍ତି? ସେ ମାତ୍ର କଡି କାଠ କାଟୁ କାଟୁ କୁହାଡି ଲୁହା ଜଳରେ ପଡିଗଲା। ତୁ ସେ ଡାକ ଛାଡି କହିଲା, ହାୟ ମୋର ପ୍ରଭୁ, ତାହା ତ ବାଗ ଆଜ୍ଞା ଘରୁ ଆଣିଛି, ଦେବ ନାହିଁ ବୋଲେ ସେ ଆମକୁ ସାବାଡ କରିବେ। କେତେ ଜଣ ଅଛନ୍ତି ଘର କାମ ବେଲେ କୁଡକି ନେବେ, ଦେବେ ନାହିଁ, ସାବଳ ନେବେ, ଦେବେ ନାହିଁ, ଗାମଲା ନେବେ। ତୁମେ ଆମେ କୋଉଠି ନେଇଛୁ ଗାମଲା ବୋଲ? ହଁ, ଥାପି ମିଶା ନେଇଯିବେ, ଦେବେ ନାହିଁ। ବୋଲା ମାନେ ତ ଛାଡ ସେଟା। ଏମିତି ଲୋକମାନେ ମିଶା ଅଛନ୍ତି। ମାତ୍ର ଏ ଲୋକ କେତେ ଭଲ ଲୋକ। ଆଜ୍ଞା ଧାର ମାଗି ଆଣିଛି ଆଜ୍ଞା, ଆମର ଘରେ ନଥିଲା। କେମିତି ଲୋକମାନେ ମଣ୍ଡଳୀର କାମ କରିବା ପାଇଁ ସେମାନେ ଲୋକ ଧାର ମାଗି ଆଣିକିନା ସେମାନେ ଗଛ କାଟିବା ପାଇଁ ଯାଇଛନ୍ତି। ଆଉ ସେ ଲୁହା ପଡିଗଲା। ଲୁହା ପଡୁ ପଡୁ ଦେଖନ୍ତୁ, ପ୍ରଭୁଙ୍କର ଦାସ ମାନେ ଆମର ସାଙ୍ଗରେ ଯଦି ଥିବେ, ଆମର ସହିତ ଥିଲେ, କେତେ ବ୍ଲେସିଂ, କେତେ ଆଶୀର୍ବାଦ। ପଡୁ ପଡୁ ସେ କହିଲା, ଯେମିତି ଯେମିତି ପଡିଗଲା। ସେତେବେଳେ ସେ କଣ କହୁଛନ୍ତି 6 ପଦରେ, ଏଥିରେ ପରମେଶ୍ୱରଙ୍କ ଲୋକ କହିଲେ, ତାହା କେଉଁ ସ୍ଥାନରେ ପଡିଲା? ତୁ ସେ ତାଙ୍କୁ ସେଇ ସ୍ଥାନ ଦେଖାଇ ଦେଲା। ତହିଁରେ ଇଲିଶାୟ ଖଣ୍ଡେ କାଠ କାଟି ସେଠାରେ ପକେଇଲା। ତାପରେ କଣ ହେଲା କୁହନ୍ତୁ? ଲୁହା କେବେ ଭାସିବ କି? ଅସମ୍ଭବ ଜିନିଷ ଏଇଟା। ପ୍ରଭୁଙ୍କର ଦାସ ମାନେ ଯଦି ଆମର ସାଙ୍ଗରେ ଥିବେ, ପରମେଶ୍ୱର ଆମର ସାଙ୍ଗରେ ଥିବେ, ଅସମ୍ଭବ ବିଷୟ ମଧ୍ୟ ସମ୍ଭବ ହେବ।
ସେଇଟା ଆଜିର ଲୋକମାନଙ୍କୁ ଜଣା ନାହିଁ। କେତେ ଜଣ ଅଛନ୍ତି ସ୍କୁଟି ଗାଡି ଆଣିବେ, ଆମେ ତ ପ୍ରାର୍ଥନା କରି ଜାଣିଛୁ ବୋଲି ନିଜେ ପ୍ରାର୍ଥନା କରିବେ, ପାଷ୍ଟର ପ୍ରାର୍ଥନା କରିବେ। ବାଇକ୍ ଆଣିବେ ନିଜେ ନିଜେ କରିଦେବେ, ସବୁ ଯାକ ନିଜେ ନିଜେ କରିଦେବେ। ଆମେ ତ ସବୁ ଜଣା ସବୁ କଣ। ଏବେ ଯଦି ମନେକର ଆମେ ଲାଇସେନ୍ସ ବନଉଛୁ, ଲାଇସେନ୍ସ ଅଛି କି ନାହିଁ, ଘରେ ଛାପିକିନା ଆମେ ଯଦି ନେବୁ ବୋଲେ ଘରେ ଛାପିଦେବୁ ଲାଇସେନ୍ସ, ଆଜ୍ଞା ଏଇଟା ଆମର ଲାଇସେନ୍ସ ବୋଲିଦେଲେ ହେଇଯିବ କି? ମାତ୍ର ବାକି ସବୁ ଯାକ ହେଇଯାଉଛି। ଆମେ ପ୍ରାର୍ଥନା କରିଦେବୁ, ଆମେ ଅମୁକ କରିଦେବୁ, ଆମେ ସମୁକ କରିଦେବୁ, ଏ ସବୁ ଗୁଡିକ ଚାଲୁଛି। ସ୍ୱର୍ଗ ସେଟା ଗ୍ରହଣ କରିବ ନାହିଁ। ପ୍ରଭୁଙ୍କର ଦାସ ମାନଙ୍କୁ କେମିତି ଡାକୁଛନ୍ତି ବୋଲେ ପ୍ରଭୁଙ୍କର ଦାସ ମାନଙ୍କୁ ଡାକନ୍ତୁ, ଖାଇବାକୁ ଦିଅନ୍ତୁ, ସେଟା ନାହିଁ। ଆମର ପ୍ୟାଟର୍ନକୁ ଆମେ ଫଲୋ କରିବା, କେମିତି ଭାବରେ ଆମେ ଆମର ଯାହା ବି କଲେ ଆମେ ଆମର ମଣ୍ଡଳୀ ସହିତ, ଆମର ପ୍ରଭୁଙ୍କର ଦାସଙ୍କ ସହିତ ପରାମର୍ଶ କରିକିନା ଆମେ କରିବାର ଆବଶ୍ୟକ ରହିଛି। ତାହା ଦ୍ୱାରା ଭଲ ହେବ। ଏବେ ଯୋଉ ଜନ୍ ଭାଇ ଡିସାଇଡ୍ କରିଥାନ୍ତେ ଆମେ ଗୋଟେ ଅମୁକ ଦିନ କରିବା, ସେମିତି କରିବା ହବ କି ସେଟା? ମଣ୍ଡଳୀକୁ ପଚରା ଯିବ। ଆମେ ମଧ୍ୟ ପ୍ରଭୁଙ୍କର ଦାସ, ଘରେ ବେକାର ବସିଛୁ କି? ଆମର ତ 15 ପ୍ରକାର କାମ ଥିବ। କେତେ ଜଣ କହେ ପାଷ୍ଟର ମାନଙ୍କର କି କାମ, କି କାମ? ପାଷ୍ଟର ମାନେ ଆମେ ଏତେ ବିଜି, ଆମେ ବହୁତ ବ୍ୟସ୍ତ। ସେଥିପାଇଁ ଆମେ ସମସ୍ତଙ୍କୁ ପରାମର୍ଶ ନେଇ କରିବାର ଅଛି। ଲୁହା ପଡୁ ପଡୁ କେତେ ବଡ ସମସ୍ୟା ପରିବାର ଭିତରେ, ଏତେ ବଡ ସମସ୍ୟା ଥାଉଣୁ ସେତେବେଳେ ସେ ସାଙ୍ଗେ ସାଙ୍ଗେ ସେ କଣ କଲେ, ଗୋଟେ କାଠ ଗୋଟେ କାଟି ପକେଇ ଦେବାରୁ ସେ ଲୁହା ଭାସିଲା, ଆଉ ସେ ଲୁହାକୁ ସେ ହାତ ବଢେଇ ଉଠେଇକିନା ନେଇକିନା। ଆଜି ମଧ୍ୟ ଆମର ପରିବାରରେ ଯାହା ସମସ୍ୟା ଅଛି, ଆମେ ଦୁନିଆ ଲୋକକୁ ଆମେ କହୁ, ଆମେ ଫାଷ୍ଟ କାହାକୁ କହିବାର ଅଛି? ପ୍ରଭୁଙ୍କୁ କହିବାର ଅଛି, ପ୍ରଭୁଙ୍କ ଦାସ ମାନଙ୍କୁ କହିବାର ଅଛି। ଆଜ୍ଞା ଆମର ଅମୁକଟା ନଷ୍ଟ ହେଇଗଲା, ପଡିଗଲା, ଜଣା ପଡୁନାହିଁ। ଯଦି ସେ ନ କହିକିନା ଖାଲି ସେ ବେଣ୍ଟ ଭିତରେ ଠକ 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 କରିଥାନ୍ତା, କଣ ହେଇଥାନ୍ତା? କିଛି ନାହିଁ। କେତେ ସୁନ୍ଦର ଭାବରେ ଏଠି ସବୁ ଲେଖା ଯାଉଛି। ମୁଁ ଯଦି ସବୁ ଯାକ ପଢିବି ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ଏଠି ଏଠି କେମିତି ଲେଖା ଯାଉଛି, ଆପଣ ମାନେ ଏଟା ପଢିଛନ୍ତି କି ନାହିଁ ମୋର ଜଣା ନାହିଁ। ମୁଁ ଆପଣମାନଙ୍କ ନିମନ୍ତେ ପଢୁଛି। ଏଇ ଯୋଉ ପରିବାର ଭିତରେ ପ୍ରଭୁଙ୍କର ଦାସଙ୍କୁ ଡାକିଛନ୍ତି, ସେତେବେଳେ କଣ ହେଇଛି, ଏ ପରିବାର ବିରୁଦ୍ଧରେ ଲୋକମାନେ ଷଡ଼ଯନ୍ତ୍ର କରୁଛନ୍ତି। ସେ ପରିବାରର ସ୍ୱାମୀକୁ ମାରବା, ସ୍ତ୍ରୀକୁ ମାରବା, ସେମିତି କହିଲା ବେଳେ ପ୍ରଭୁଙ୍କର ଦାସ ସେ ସବୁ ଗୁଡିକ ଆଗରୁ ସେ ସବୁ ଗୁଡିକକୁ ଜଣେଇ ଦଉଛନ୍ତି। ପ୍ରଭୁଙ୍କର ଗୌରବ। ମୁଁ କେତେଟା ପରିବାର ବିଷୟରେ ଆପଣମାନଙ୍କୁ ଏଠି ଦେଖେଇକିନା ମୁଁ ଆଗକୁ ବଢିବା ପାଇଁ ଚାହେଁ। ଯଦି 4 ଅଧ୍ୟାୟକୁ ଆସିବା ଆମେ, ମୁଁ ଆଉ ଗୋଟେ ପରିବାର ବିଷୟରେ ଆପଣମାନଙ୍କୁ ଦେଖେଇବି। ଏଠି କେମିତି ପ୍ରଭୁଙ୍କ ଦାସଙ୍କୁ ଡାକୁଛନ୍ତି ଆଉ ତାଙ୍କର ସମସ୍ୟାର ସମାଧାନ ହଉଛି। ଦ୍ୱିତୀୟ ରାଜାବଳୀ ପୁସ୍ତକ 4 ଅଧ୍ୟାୟର 8 ପଦ। ଅନନ୍ତର ଦିନକରେ ହଁ, ଏଲିସା ସୁନେମକୁ ଗଲେ, ଗଲେ ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା। ହଁ, କି ଆଉ ସ୍ତ୍ରୀ? ଧନବତୀ ସ୍ତ୍ରୀ। ହଁ, ଧନବତୀ ବୋଲେ କି ସ୍ତ୍ରୀ? ଧନୀ ଥିବା ସ୍ତ୍ରୀ, ଥିବା ସ୍ତ୍ରୀ। ପଇସା ପତ୍ରର ଅଭାବ ନାହିଁ, ପୁରା ଧନ, ଟଙ୍କା ପଇସା ସବୁ ପ୍ରଚୁର ପରିମାଣରେ ଅଛନ୍ତି। ଗାଁରେ ଏମିତି ମଧ୍ୟ ସ୍ତ୍ରୀ ଥିବେ। ଆମର ଠାରେ ମାଜନୀ ବିଭିନ୍ନ ପ୍ରକାର ଭାବରେ ଆମେ କହୁ। ଆମେ ସାଉକାରନୀ, ନିର୍ମଲନୀ ବୋଲବାଟେ କହିବାର ନାହିଁ। ହଁ, ପରେ କହିବେ ନାଇଁ କି? ଧନନୀ ବୋଲବାଟେ କହିବାକୁ ପଡିବ ଆସିଲେ। ହଁ, ଦେଖନ୍ତୁ ଏଇ ସ୍ତ୍ରୀଙ୍କର କେମିତି ବଢିଆ ଗୁଣ। ଏଇ ସ୍ତ୍ରୀଙ୍କର ସବୁଠୁ ଭଲ ଗୁଣ ଦେଖନ୍ତୁ, ଘର ତିଆରି ହେଇଗଲା, ସବୁ ହେଇଗଲା, ଏବେ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ। ମାତ୍ର ଏଇ ଯୋଉ ସ୍ତ୍ରୀ ଦିନେ ସେ ଇଲିସାୟ ସୁନେମକୁ ଗଲେ, ସୁନେମ ଗାଁକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା। ସେ କଣ କରୁଛି? ଆଉ ସେ ଏଲିସାଙ୍କୁ ଅନ୍ନ ଭୋଜନ ନିମନ୍ତେ ବଳେଇଲା ମାନେ କଣ? ବୋଲେ ପ୍ରଭୁଙ୍କ ଦାସ ଯାଉ ଆଜ୍ଞା, ପ୍ରେଜ୍ ଦ ଲର୍ଡ, ଆଜ୍ଞା ପ୍ରେଜ୍ ଦ ଲର୍ଡ, ଆମ ଘରକୁ ଟିକେ ଆସନ୍ତୁ। ପ୍ରେଜ୍ ଦ ଲର୍ଡ ଆଜ୍ଞା, ଆପଣଙ୍କୁ ଡାକିଥାନ୍ତି ଯେ ଆପଣ ତ ବହୁତ ବିଜି ଆଜ୍ଞା, ଆପଣମାନେ ତ ସମୟ ନାହିଁ, ଆପଣମାନେ ତ ଆସିପାରିବେ ନାହିଁ, ସେଥିପାଇଁ ହଉ ଆଜ୍ଞା ମିଶିବା ଆଜ୍ଞା, ପ୍ରେଜ୍ ଦ ଲର୍ଡ ବୋଲି କହୁନାହାନ୍ତି। କେତେ ଜଣ ଅଛନ୍ତି?
ଆଜ୍ଞା ଚା ବନେଇବି ହଁ ଆଜ୍ଞା ଆପଣ ମାନେ ତ ଚା ଫା ପିଉନଥିବେ ଆଜ୍ଞା ଲୋକମାନେ ଅଛନ୍ତି ଭୟଙ୍କର। କେତେ ଜଣଙ୍କୁ ଘରକୁ ଆପଣ ଯିବେ ଖା 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 ବୋଲି କହିବେ ଆମେ କଣ ହଁ ବୋଲୁ କି ଯୋଉ ଘରେ ମିଶା ଗଲେ ଖା ବୋଲି ହଁ ବୋଲି କହିବ ନାଇଁ। ଜଣେ କହିଲେ ଯାଇଥିଲି ତାଙ୍କର ଘରେ ଖା ଖା ବୋଲୁଥିଲେ ଖାଇବାକୁ ମିଶା ଇଚ୍ଛା ଅଛି ମୁଇଁ ତ ନାଇଁ ନାଇଁ ବୋଲୁଥିଲେ ଖା ବୋଲେ ତ ବାଡି ଦେଲେ ସିନା ଖାଇହବ ଖା 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 ବୋଲି କହୁଥିଲେ କୁଆଡେ ଖାଇହବ ସେଟା। ଏଠି କଣ ଏଇ ଯୋଉ ସ୍ତ୍ରୀଙ୍କର ଗୁଣ ଦେଖନ୍ତୁ ସେଥିପାଇଁ ପରିବାରରେ ସ୍ତ୍ରୀଙ୍କର ଏଇ ପ୍ରକାର ଗୁଣ ରହିବାର ଆବଶ୍ୟକ ରହିଛି। ପରିବାର ହେଇଗଲା ସବୁ ହେଇଗଲା ପରେ ଏ ଧନବତୀ ସ୍ତ୍ରୀ ସେ କଣ କରୁଛି ଇଲିଶାଙ୍କୁ ଅନ୍ନ ଭୋଜନ ନିମନ୍ତେ ବଳେଇଲା। ବୋଲେ ଏହାର ଅର୍ଥ କଣ ଆମ ଘରକୁ ଆସନ୍ତୁ ଆମ ଘରେ ଟିକେ ବସନ୍ତୁ। ପ୍ରଭୁଙ୍କର ଦାସ ମାନେ ପରିବାରରେ ଆସିଲେ କେତେ ଆଶୀର୍ବାଦ। ଏ ସ୍ତ୍ରୀ ଧନବତୀ ସ୍ତ୍ରୀ ବୋଲି କୁହାଯାଉଛି ସିନା ଆକ୍ଚୁଆଲି ଧନବତୀ ସ୍ତ୍ରୀ ଆକା ମାତ୍ର ଏ କି ସ୍ତ୍ରୀ ଆଙ୍କୁ କୁହାଯାଏ ବନ୍ଧ୍ୟା ସ୍ତ୍ରୀ। ଏତେ ବର୍ଷ ହେଲାଣି ଆଙ୍କର ଘରେ ଛୁଆ ହେଉନାହିଁ। ଦୁନିଆର ସବୁ ଡକ୍ଟରକୁ ଦେଖେଇବା ପାଇଁ ମଧ୍ୟ ପଇସା ଅଛି ମାତ୍ର ଆଙ୍କ ଘରେ ଛୁଆ ନାହିଁ। ଗୋଟେ ମଧ୍ୟ ଛୁଆ ଆଙ୍କ ଘରେ ନାହିଁ। କି ପ୍ରକାର ଅସୁବିଧା। ଏଇ ଟିକେ ତାଙ୍କୁ ଖାଇବାକୁ ଡାକୁଛନ୍ତି ପ୍ରଭୁଙ୍କ ଦାସଙ୍କୁ ଖାଇବାକୁ ଡାକୁଛନ୍ତି ମାତ୍ର ସେଇ ପ୍ରଭୁଙ୍କ ଦାସ ତାଙ୍କ ଘରକୁ ଗଲା ବେଳେ ତାଙ୍କର ଘରେ ବଡ ସମସ୍ୟା କଣ ଅଛି ତାଙ୍କୁ ଛୁଆ ନାହିଁ। କେତେଟା ଝୁଲନା କିଣିଛନ୍ତି କେତେଟା କଣ୍ଢେଇ କିଣିଛନ୍ତି କେତେଟା ଛୁଆ ମାନଙ୍କର ଫଟୋ ଲଗେଇଛନ୍ତି ମାତ୍ର ଛୁଆ ନାହିଁ। ଲୋକଙ୍କର ଛୁଆକୁ ଛୁଇଁବାକୁ ଗଲେ ଧର ନାହିଁ ତାକୁ କାହିଁକି ଧରଉଛୁ ସେ ତ ଭଲ ନାହିଁ। ଏହି ପ୍ରକାର ଅବସ୍ଥାରେ ତାଙ୍କର ଅଛନ୍ତି। ଦୁନିଆ ଆଡେ ବୁଲିଲେ ମାତ୍ର କିଛି ହେଲା ନାହିଁ। ଏବେ ସେ କଣ କରୁଛନ୍ତି ପ୍ରଭୁଙ୍କର ଦାସଙ୍କୁ ଡାକୁଛନ୍ତି। ଆଙ୍କର ଘରେ ସମସ୍ୟା ଅଛି କି ସମସ୍ୟା ନାହିଁ। ପ୍ରଭୁଙ୍କ ଦାସ ମାନେ ଆସିଲେ ସମସ୍ୟାର ସମାଧାନ ହେବ କି ହେବ ନାହିଁ। ଦେଖନ୍ତୁ ଆଙ୍କର ଧନ ସମ୍ପତ୍ତି ଅଛି ମାତ୍ର ଘରେ ସମସ୍ୟା ଅଛି। ସେ ସମସ୍ୟା ଭିତରେ ମଧ୍ୟ ପ୍ରଭୁଙ୍କ ଦାସଙ୍କୁ ସେ ଘରକୁ କଣ କରୁଛନ୍ତି ନିମନ୍ତ୍ରଣ କରୁଛନ୍ତି। ଚା ପିଇବା ପାଇଁ ନାହିଁ ଖାଇବା ପାଇଁ ତୁମେ ଆମ ଘରକୁ ଆସ। ଆଜିର ଦୁନିଆରେ ଏଇ ଯାକ ସମ୍ପୂର୍ଣ୍ଣ ଭାବରେ କମିଗଲାଣି। ଏଇ ସବୁ ବିଷୟ ଗୁଡିକ ଦେଖାଯାଉ ନାହିଁ। କିଏ ବୋଧେ ନେହୁରା ମଧ୍ୟ ହେଉନାହାନ୍ତି। ମୁଁ କାଲି ନା ପରଦିନ ନେହୁର ନଗର ଯାଇଥିଲି କଲମ ବକ୍ସ ଆଣିବା ପାଇଁ। ଗୋଟେ ଝିଅ ନେହୁରା କହୁଛି ସବୁ ଘରେ ଯାଉଛ ଆମର ଘରେ ଟିକେ ଆଇଲେ କିସ ହେଲା। ପ୍ରଭୁଙ୍କର ଦାସ ମାନଙ୍କୁ ତାଙ୍କ ଘରକୁ ଡାକବାଟା କେତେ ଇମ୍ପୋର୍ଟାଣ୍ଟ। ଆମେ ଯାଇଥିଲୁ ଫୁଲବାଣୀ ଗୋଟେ ପରିବାର ଆମର A to Z ବୁଝିଲେ। ଆମର ଜଳଖିଆ କଣ ଖାଇବୁ ଆମେ ଲଞ୍ଚ କଣ ଖାଇବୁ ଆମେ ରାତିରେ ଡିନର କଣ ଖାଇବୁ ସବୁ ବିଷୟ ଗୁଡିକ ଧନୀ ଲୋକ ସେମାନେ ପଇସା ପତ୍ର ଥିବା କାର ଫାର ମେଣ୍ଟେନ କରିବା ଲୋକ। ଏତେ ଏନକରେଜ ଲାଗିଲା ତାଙ୍କ ଘରେ ଆମେ ଗଲୁ। ସେମାନେ କେମିତି ଲୋକ ଏତେ ପଇସା ପତ୍ର ଅଛି ମାତ୍ର ସେମାନେ ରାତି ଫାଷ୍ଟିଂ କରୁଥିଲେ। ଆମେ ଦିନରେ ବହୁତ କାମ କରୁଛୁ ତ ଆମେ ଉପବାସ କରିପାରିବୁ ନାହିଁ। ରାତିରେ ସେମାନେ ଫାଷ୍ଟିଂ ଆମେ ରାତିରେ କୁଟୁକୁଟା ଖାଉଥିଲୁ ଆମେ ସେମାନେ ଫାଷ୍ଟିଂ କରୁଥିଲେ। ପୁରା ଉଦ୍ଯୋଗ ଲୋକମାନେ ସେମାନେ ଏତେ ବଢିଆ ଲାଗିଲା। ଆଉ ସେମାନେ ବାରମ୍ବାର ତାଙ୍କ ଘରକୁ ଆମକୁ ଡାକୁଥିଲେ। ଏମାନେ ଏଇ ସ୍ତ୍ରୀ ଦେଖନ୍ତୁ ଆଜି ଘର ହେଇଗଲା ଆଜି ସବୁ କିଛି ହେଇଗଲା ବୋଲି କହିଲେ କେତେ ଭାବୁଛନ୍ତି ଘର ହେଇଗଲା ପ୍ରତିଷ୍ଠା କରିଦେଲୁ ଛିଡିଗଲା ନାଇଁ। ଆମେ ପ୍ରଭୁଙ୍କର ଲୋକମାନଙ୍କୁ ବାରମ୍ବାର ଆମ ଘରକୁ ଡାକିବାର ଅଛି। ପ୍ରଭୁଙ୍କ ଲୋକମାନେ ଯେତେ ଥର ଆମ ଘରକୁ ଆସିବେ ଆମକୁ ସେତେ ବ୍ଲେସିଂ ମିଳିବ। ହାଲେଲୁୟା। ଏଇଟାକୁ ଆମେ ବୁଝିବାର ଅଛି। ଆମେ ସେଇଟା ଲୋକମାନଙ୍କୁ ଜଣା ନାହିଁ। ଏ କଣ ଆସିଲେ କଣ ମିଳିବ ଏ ଆମକୁ କଣଟା ଦେଇପାରିବ। ଯେତେବେଳେ ଆମକୁ ନେଇଛନ୍ତି ଅନ୍ୟ ଜଣ ବଳେଇଲେ ଏ ଉତ୍ତାରେ ଲେଖା ଯାଉଛି ଏ ଉତ୍ତାରେ ଇଲିଶାୟ ଯେତେ ଥର ସେଇ ପଥ ଦେଇ ଗଲେ ସେତେ ଥର ଅନ୍ନ ଭୋଜନ ନିମନ୍ତେ ସେଠାକୁ ଗଲେ। କେମିତି ଡାକିଛନ୍ତି ପ୍ରଭୁଙ୍କ ଦାସଙ୍କୁ କେମିତି ଘରକୁ ସେ ନିମନ୍ତ୍ରଣ କରିଛନ୍ତି ପଢନ୍ତୁ ଭାଇ। ଅନନ୍ତର ସେ ସ୍ତ୍ରୀ ଆପଣା ସ୍ୱାମୀକୁ କହିଲା କହିଲା ଦେଖ ମୁଁ ବୋଧ କରୁଅଛି
ଏହି ଯେ ଲୋକ ନିତ୍ୟ ଆମ୍ଭମାନଙ୍କ ନିକଟରେ ଦେଇ ଗତାୟତ କରୁଅଛନ୍ତି ସେ ପରମେଶ୍ୱରଙ୍କର ଏକ ପବିତ୍ର ଲୋକ ଲୋକ କି ଲୋକ ପବିତ୍ର ଲୋକ। ପ୍ରିୟମାନେ ଯେତେବେଳେ ଆମେ ନିଜ ଆଖିରେ ଦେଖିଛୁ ମଣ୍ଡଳୀରେ ଲୋକମାନେ ଆସିଲେ ଲୋକମାନେ ଧନୀ ଲୋକମାନଙ୍କୁ ଘରକୁ ନେଇକିନା ଚା ଦେବାଟା ବିସ୍କେଟ ଦେବାଟା ବସେଇକିନା ଖାଇବାଟା ଥିବ। ମାତ୍ର ଏ ଧନୀ ଲୋକ ନାହିଁ, ସେ କହୁଛନ୍ତି ଏଇ ଯୋଉ ପ୍ରଭୁଙ୍କ ଦାସ ଯାଉଛନ୍ତି ନା ଏ କିଏ ପବିତ୍ର ଲୋକ ପରମେଶ୍ୱରଙ୍କର ପବିତ୍ର ଲୋକ। ହାଲେଲୁୟା। ଆଜି ସେ ଲୋକ କମ୍। ଯଦି ଆପଣ ଦେଖିଲେ ପରମେଶ୍ୱରଙ୍କର ପବିତ୍ର ଲୋକ ତାଙ୍କୁ ବଳାନ୍ତୁ, ଆଜ୍ଞା ଆପଣଙ୍କର ପାଦ ଆମ ଘରେ ପଡ଼ିବାର ଅଛି, ଆପଣ ଆମ ଘରକୁ ଆସିବାର ଅଛି, ଆମ ଘରେ ବସିବାର ଅଛି। ଆମେ ଘର ସିନା ବାନ୍ଧୁଛୁ, ଆଶୀର୍ବାଦ କେମିତି ଆଇବ ଆମକୁ ଜାଣିବାର ଆବଶ୍ୟକ ରହିଛି। ଆମର ଘରେ ଆଶୀର୍ବାଦ ଆମ ଘରର ବନ୍ଧନ ଗୁଡ଼ିକ କେମିତି ଛିଣ୍ଡିବ ସେଇଟା ଆମକୁ ଜାଣିବାର ଅଛି। ତାଙ୍କର ସ୍ୱାମୀ ଏସବୁ ଚିନ୍ତା କରୁନାହାନ୍ତି, ମାତ୍ର ଏଇ ସ୍ତ୍ରୀ କହୁଛନ୍ତି ସେ ଜଣେ ପବିତ୍ର ଲୋକ। ସେଥିପାଇଁ ସେ କଣ କହୁଛନ୍ତି, ମୁଁ ବିନୟ ମୁଁ କରୁଅଛି ବିନୟ କରୁଅଛି। ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରୀ ନିର୍ମାଣ କରୁ। କାହା ପାଇଁ ଚିନ୍ତା ଏଇଟା? କାହା ପାଇଁ ଏମାନେ ଚିନ୍ତା କରୁଛନ୍ତି? ପ୍ରଭୁଙ୍କର ଦାସଙ୍କ ପାଇଁ। ସେ ଆସୁଛନ୍ତି ଆହୁରି ଖାଉଛନ୍ତି ଆହୁରି ପଳେଇ ଯାଉଛନ୍ତି, ସେଇଟା ଆମକୁ ପସନ୍ଦ ନାହିଁ। ସେ ଆସି ଆମ ଘରେ ରହିବାକୁ ପଡିବ, ସେ ଆମ ଘରେ ଆସିକିନା ଶୋଇବାକୁ ପଡିବ। ଦେଖନ୍ତୁ କି ପ୍ରକାର ଭାବରେ ସେମାନେ ତାଙ୍କ ଘରେ ପ୍ରଭୁଙ୍କର ଦାସ ମାନଙ୍କ ପାଇଁ ଗୋଟେ ସ୍ଥାନ ପ୍ରସ୍ତୁତ କରିଛନ୍ତି। ଆମର ଜୀବନ ଶୈଳୀ ମଧ୍ୟ ସେମିତି ଥିବାର ଅଛି। ପ୍ରଭୁଙ୍କର ଦାସଙ୍କୁ ସେ କଣ କହୁ ତାଙ୍କ ସ୍ୱାମୀଙ୍କୁ କହୁଛନ୍ତି ମୁଁ ବିନୟ କରୁଅଛି ବୋଲେ କେତେ ବଢିଆ ସ୍ତ୍ରୀ ଲୋକ ସ୍ୱାମୀଙ୍କୁ କେତେ ସୁନ୍ଦର ବିନୟ କଲେ। ଆମ୍ଭେମାନେ ପ୍ରାଚୀର ଉପରେ ଗୋଟିଏ ସାନ କୋଠରୀ ନିର୍ମାଣ କରୁ ଓ ତହିଁରେ ତାଙ୍କ ପାଇଁ ଗୋଟିଏ ଖଟ ଗୋଟେ ଖଟ ଓ ମେଜ ଓ ଆସନ ଓ ଦୀପ ରୁଖା ରଖୁ। ତହୁଁ ସେ ଆମ୍ଭମାନଙ୍କ ନିକଟକୁ ଆସିବା ବେଳେ ସେଠାରେ ରହିବେ। ଦିନ କରେ ଏଲିସା ନାଇଁ ଏଇ ଯୋଉ ଘର ତିଆରି କରୁଛନ୍ତି କାହା ପାଇଁ ତିଆରି କରୁଛନ୍ତି? ଦାସଙ୍କ ପାଇଁ। ମାତ୍ର ଆପଣ ଜାଣିଛନ୍ତି କି ଏଇ ଘରେ ତାଙ୍କର ମରିଥିବା ଛୁଆଟା ବଞ୍ଚିବ। ପରମେଶ୍ୱର ତାଙ୍କୁ ଛୁଆ ଦେବେ, ଆଉ ସେ ଛୁଆ ଯେତେବେଳେ ମରିଯିବ ତାଙ୍କୁ ଏଇ ଯୋଉ ଘର କୋଠରୀ ନିର୍ମାଣ କରୁଛନ୍ତି ସେଇ ଘରେ ସେ ଛୁଆକୁ ଶୁଆଇ ଦେବେ। ଇଲିଶା ଆସି ପ୍ରାର୍ଥନା କଲେ ସେଇ ଛୁଆ କଣ ହେଇଯିବ? ହେଲେ କାହା ପାଇଁ ସେମାନେ ଘର ତିଆରି କରୁଛନ୍ତି? ପ୍ରଭୁଙ୍କ ଦାସଙ୍କ ପାଇଁ ନାହିଁ, ତାଙ୍କର ଯୋଉ ଛୁଆ ମରିଯିବ ସେ ଛୁଆର ପୁନରୁତ୍ଥାନ ପାଇଁ ସେ ଘର ତିଆରି କରୁଛନ୍ତି। କି ଭୟଙ୍କର! କଣ ଅଭାବ ଅଛି? କିଛି ଅଭାବ ନାହିଁ। ମାତ୍ର କି ପ୍ରକାର ଭାବରେ ସେମାନେ ପ୍ରଭୁଙ୍କର ଦାସଙ୍କୁ ସମ୍ମାନ ଦଉଛନ୍ତି, ପ୍ରଭୁଙ୍କ ଦାସଙ୍କୁ ଘରକୁ ଡାକିକିନା ବସଉଛନ୍ତି। ମୁଁ ସବୁ ଦାସଙ୍କ କଥା କହୁନାହିଁ। କୋଉ ଦାସ? ପବିତ୍ର ଦାସ। ପବିତ୍ର ବୋଲି ସେ କହୁଛନ୍ତି। ଯେତେବେଳେ ମଧ୍ୟ ଇଲିଶାୟ ସେ ସୁନେମକୁ ଦେଖୁଥିବେ ତାଙ୍କୁ ଏମିତି ଆଖିକୁ ଆଖି ମିଶେଇ ଦେଖିବେ, ତଳକୁ କଥାବାର୍ତ୍ତା, ଏତେ ଭଦ୍ରାମୀର ସହିତ କଥାବାର୍ତ୍ତା ତାଙ୍କର ଥିଲା। ସେଥିପାଇଁ ସେ କହୁଛନ୍ତି ଆମେ ତାଙ୍କ ପାଇଁ ଗୋଟେ ମେଜ, ଖଟ, ଆସନ, ଦୀପରୁଖା ଏସବୁ ଯାକ ତିଆରି କରିବା। ସେ ଆସିଲେ ଏଠି ରହିବେ। ଆଉ ଲେଖାଯାଉଛି 11 ପଦରେ ଦିନ କରେ ଇଲିଶା ସେଠାକୁ ଆସିଲେ ଆଉ ସେହି କୋଠରୀକୁ ଯାଇ ଶୟନ କଲେ। ସେଠିକୁ ଯାଇକିନା ବୋଲେ ଏଇଟା ଆମେ ବୁଝିବାର ଅଛି। ଫାଷ୍ଟ ପ୍ରଭୁଙ୍କ ଦାସଙ୍କୁ ଡାକିଲେ, ଖାଇବାକୁ ଦେଲେ, ପଳେଇ ଯାଉଛନ୍ତି। ଆଙ୍କେ ଏତିକି ଏକା ହେଲେ ହେବ ନାହିଁ, ଆଙ୍କେ ଆମ ଘରେ ରାତିରେ ରହିବାକୁ ପଡିବ। ତା ପୂର୍ବରୁ ସବୁ ରହିଲେ ଖଟ ଗୋଟେ ଦରକାର, ଶୋଇବେ, ଚେୟାରରେ ବସିବେ, ଚେୟାରରେ ବସିଲା ପରେ ସେଠି ବାଇବଲ ଷ୍ଟଡି କରିବା ପାଇଁ ଗୋଟେ ଲାଇଟ ବି ଦରକାର। ସବୁ ପ୍ରକାର ସେ ବନ୍ଦୋବସ୍ତ କରୁଛନ୍ତି। ଯେତେବେଳେ ଏଇ ସବୁ ବନ୍ଦୋବସ୍ତ କରୁଛନ୍ତି ଆସିକି ଶୋଉଛନ୍ତି। 12 ପଦ ଦେଖନ୍ତୁ, ପୁଣି ସେ ଆପଣା ଦାସ ଗେହାଜିକି କହିଲେ ଏହି ସୁନେମିଆକୁ ଡାକ। ତହୁଁ ସେ ତାହାକୁ ଡାକନ୍ତେ ସେ ସ୍ତ୍ରୀ ତାଙ୍କ ସମ୍ମୁଖରେ ଠିଆ ହେଲା। ଏଥିରେ ଏଲିଶା ଗେହାଜିକି କହିଲେ ତାକୁ କୁହ, ଦେଖ ତୁମ୍ଭେ ଏ ସମସ୍ତ ଚିନ୍ତାରେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତିତ ହୋଇଅଛ, ତୁମ୍ଭ ପାଇଁ କଣ କରାଯିବ? କଣ କରାଯିବ? ରାଜା ଅବା ସେନାପତି ନିକଟରେ
ତୁମ ପକ୍ଷରେ କୁହାଯିବାର କି ତୁମର ଇଚ୍ଛା? ତହୁଁ ସେ କହିଲା, ମୁଁ ନିଜ ଲୋକଙ୍କ ମଧ୍ୟରେ ବାସ କରୁଅଛି। କରୁଅଛି। ପୁଣି ଏଲିସାଏ କହିଲେ, ତେବେ ତାହା ପାଇଁ କ'ଣ କରାଯିବ? ତହିଁରେ ଗିହେଜୀ ଉତ୍ତର କଲା, ତାହାର ପୁତ୍ର ନାହିଁ ଓ ତାହାର ସ୍ୱାମୀ ବୃଦ୍ଧ। ହଁ, ଏକେ ତ ଛୁଆ ନାହିଁ, ତା ପଛେ ସ୍ୱାମୀ ମଧ୍ୟ ଡକରା ହେଇଗଲାଣି। ସେ ହେଲେ 15 ପଦରେ କ'ଣ କହୁଛନ୍ତି? ତେବେ ଏଲିସାଏ କହିଲେ, ତାକୁ ଡାକ। ଏଣୁ ସେ ତାକୁ ଡାକନ୍ତେ ସେ ଦ୍ୱାରରେ ଠିଆ ହେଲା। ବୋଲେ କେମିତି ଭଦ୍ରାମୀ ସ୍ତ୍ରୀ, ଘରେ ପ୍ରଭୁଙ୍କ ଦାସ ଅଛନ୍ତି। ସେ କାହାର ଘର ସେଟା? ନିଜର ବାନ୍ଦଲା ଘର। ନିଜ ବାନ୍ଧଲା ଘର। ସେ ଆସି କୋଉଠି ଠିଆ ହଉଛନ୍ତି? ଏଇଟା ହଉଛି ଭଦ୍ରାମୀ। କବାଟ ପାଖରେ ଠିଆ ହେଇକିନା, ଆଜ୍ଞା ମତେ ଡାକିଲେ, କ'ଣ କାମ ଅଛି? ଭିତରେ ପଶିକିନା ମଧ୍ୟ ପଳେଇ ଆସୁନାହାନ୍ତି। ଆମକୁ ସେଇ ଭଦ୍ରାମୀ ଗୁଡ଼ିକ ଆମେ ଜାଣିପାରୁଛି। ପ୍ରଭୁଙ୍କ ଦାସ ମାନେ, ପ୍ରଭୁଙ୍କ ଲୋକମାନେ ଥିଲେ କୋଉଠି ଠିଆ ହେଇ କେମିତି ସେମାନଙ୍କ ସହିତ ଆମେ କଥାବାର୍ତ୍ତା ଆମେ ହେବାର ଅଛି। କେତେ ଜଣ ଅଛନ୍ତି ପ୍ରଭୁଙ୍କ ଦାସ ମାନେ ଆସିଥିବେ, କିଛି ନାହିଁ, ଫାଟଲ ନାଇଟି ଗୋଟେ ପିନ୍ଧି ବୁଟୁ 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 ପଳେଇ ଆସୁଥିବେ। କି ଅଭ୍ୟାସ ଯାକ ଏଇଟା ଯାକ। ମୁଁ ସବୁବେଳେ କହେ, ଆମେ କେମିତି ଅବସ୍ଥାରେ ଆମେ ଥିବାର ଅଛି। ଆମେ ଆଉ ବିଶେଷ କରି ପାଷ୍ଟରାଣୀ ମାନେ କେମିତି ରହିବାର ଅଛି। ମୁଁ ସବୁବେଳେ ଘରେ ପୁରା ରେଡି ଉପରେ ଏକା ଥାଏ। କେତେ ଜଣ ଦେବେ ଗୋଟେ ଫାଟଲା ଗାମୁଛା ପିନ୍ଧି, ବାନିଆନ ପିନ୍ଧି ଦେଇକିନା ପୁରା ଢଙ୍ଗ ଢଙ୍ଗ ବୁଲୁଥିବେ। ଏଇଟା କି ଅଭ୍ୟାସ? ଏଇଟା ଆମ ପାଖରେ ଦିନକୁ କେତେ ଲୋକ ଆସୁଥିବେ। ଆମର ଡ୍ରେସଅପ୍ ମଧ୍ୟ ଭଲ ଥିବାର ଅଛି। ଏଠି ସୁନେମ ସେ କ'ଣ କରୁଛନ୍ତି? ସେ ଆସିକିନା କବାଟ ପାଖରେ ଠିଆ ହେଇକିନା ସେ କହୁଛନ୍ତି, ମତେ ଡାକିଲେ, କ'ଣ କାମ ଅଛି? ତହୁଁ ଏଲିସାଏ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ହଁ ତୁମ୍ଭେ ପୁତ୍ରକୁ କଳ କରିବ। ଏଥିରେ ସେ ସ୍ତ୍ରୀ କହିଲା, ନା ହେ ମୋହର ପ୍ରଭୁ, ହେ ପରମେଶ୍ୱରଙ୍କ ଲୋକ, ଆପଣା ଦାସୀକୁ ଆପଣ ମିଥ୍ୟା ନ କୁହନ୍ତୁ। 17 ପଦ ପଢନ୍ତୁ। ଏଥି ଉତ୍ତାରେ ଏଲିସାଏଙ୍କର ବାକ୍ୟ ଅନୁସାରେ ସେହି ସ୍ତ୍ରୀ ଗର୍ଭ ଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା। ଓକେ, ଠିକ ଅଛି। ଏହି ଋତୁ ପୁନର୍ବାର ଆସିବା କ'ଣ ଲେଖାଗଲା? କେତେ ପଦ? 17। ଏହି ଉତ୍ତାରେ ଏଲିସାଏଙ୍କ ବାକ୍ୟ ଅନୁସାରେ ସେହି ସ୍ତ୍ରୀ ଗର୍ଭ ଧାରଣ କରି ଉକ୍ତ ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଏକ ପୁତ୍ର ପ୍ରସବ କଲା। କ'ଣ ପାଇଁ କଲା? ସେ କି ପ୍ରକାର ବ୍ଲେସିଂ, କେତେ ସୁନ୍ଦର ତାଙ୍କୁ ଆଶୀର୍ବାଦ ମିଳୁଛି। ଆମେ ଘର ବାନ୍ଧିଲୁ, ଆମେ ସମସ୍ତେ ମଧ୍ୟ ସେଥିପ୍ରତି ଧ୍ୟାନ ଦେବା। ସୁନେମ ଯେ ପ୍ରକାର ଭାବରେ ପ୍ରଭୁଙ୍କର ଦାସ ମାନଙ୍କୁ, ପ୍ରଭୁଙ୍କର ପ୍ରେଜେନ୍ସକୁ ଘରକୁ ଡାକିକିନା ଆଣୁଛନ୍ତି। ଆଣିଲା ପରେ ଏ ଘର କେମିତି ଘର ଥିଲା? ଗୋଟେ ବନ୍ଧ୍ୟା ଘର। ଏ ଘର ଧନ ସମ୍ପତ୍ତି ଅଛି, ମାତ୍ର ଘରେ ସେ ଧନ ସମ୍ପତ୍ତିକୁ ଉପଭୋଗ କରିବା ପାଇଁ କୌଣସି ବଂଶ ନାହିଁ, କୌଣସି ଛୁଆ ନାହିଁ। ଏମିତି ପରିସ୍ଥିତିରେ ସେ ହାରି ଯାଇନାହିଁ। ପ୍ରାର୍ଥନା ଗଲେ କ'ଣ ଲାଭ? ପ୍ରଭୁଙ୍କ ଲୋକମାନଙ୍କୁ ଡାକିଲେ କ'ଣ ଲାଭ? ଆଉ କିଛି ହେବ ନାହିଁ। ସେ ସେମିତି କରିନାହିଁ। ସେଇ ପ୍ରକାର ପରିସ୍ଥିତିରେ ମଧ୍ୟ ପ୍ରଭୁଙ୍କର ଦାସ ମାନଙ୍କୁ ଯେମିତି ସମ୍ମାନ ଦେବା କଥା ସେଇ ପ୍ରକାର ଭାବେ ସମ୍ମାନ ଦେଇଛନ୍ତି। ଆଉ ଉପଯୁକ୍ତ ସମୟରେ ତାଙ୍କୁ ଗୋଟେ ଛୁଆ ହେଇଛି, ଗୋଟେ ବହୁତ ସୁନ୍ଦର ଛୁଆ ହେଇଛି। ପ୍ରିୟମାନେ, କହିବା ପାଇଁ ଚାହେଁ, ଆମେ ଯୋଉ କାମ ମଧ୍ୟ ଆମେ କଲେ ମଣ୍ଡଳୀ ସହିତ, ପ୍ରଭୁଙ୍କର ଦାସ ମାନଙ୍କ ସହିତ ପରାମର୍ଶ କରି ଆମେ ଠିକ ଭାବରେ ଆମକୁ କରିବାର ଅଛି। ତାହା ଦ୍ୱାରା କି ଆମର ବ୍ଲେସିଂ ଆମ ପରିବାରରେ ନିହାତି ଆସିବ। ଆମେ ଅନେକ ସମୟ ଭାବୁ ଯେ ଏମାନେ ଆମ ଘରକୁ ଆସିଲେ କ'ଣ ହେବ, ଏମାନଙ୍କୁ ଆମ ଘରକୁ ଡାକିଲେ କ'ଣ ହେବ, ଏମାନେ ସାଧାରଣ ଲୋକ, ଏମାନେ ଆମକୁ କ'ଣ ଦେଇପାରିବେ କି? ଯେତେବେଳେ ଆମର ଘର ମୁଁ ତିଆରି କରୁଛି, ଯୋଉ ପ୍ରଭୁଙ୍କ ଦାସ ସେ ରାସ୍ତା ଉପରେ ଦେଇକି ଯିବେ, ମୁଁ ତାଙ୍କୁ ଡାକେ, ଆଗେ ଆସନ୍ତୁ, ଆଉ ଆମେ ଘର ତିଆରି କରୁଛୁ, ଆମ ପାଇଁ ପ୍ରାର୍ଥନା କରିକିନା ଯାଆନ୍ତୁ। ଆଉ ପ୍ରାର୍ଥନା କରିବେ, ସେ ମୁଁ ଭଲ ଭାବରେ ଜଣା। ପ୍ରଭୁଙ୍କର ଦାସ ମାନେ ଯଦି ଆସିବେ ପ୍ରାର୍ଥନା କରିବା ପାଇଁ, ତାହେଲେ ଆଶ୍ଚର୍ଯ୍ୟ ବିଷୟ ହେଇଯିବ। ମୁଁ ପ୍ରାର୍ଥନା ସହିତ ଏখানে ଘର କାମ ଚାଲିଛି, ସେ ସମୟରେ ମୁଁ ମିଟିଂ ନେବା ପାଇଁ ଯାଉଛି ଫୁଲବାଣୀକୁ। ପ୍ରାର୍ଥନା ସହିତ ମୁଁ ଯାଉଛି, ସେତେବେଳେ ମୋର ଫୋନ ପେରେ ଗୋଟେ 50,000 ଟଙ୍କା ଆସିଲା। ପଚାରିଲେ କ'ଣ ପାଇଁ? ନାଇଁ, ଆପଣ ଘର ତିଆରି କରୁଛନ୍ତି ତ, ଆମେ ଆପଣଙ୍କୁ ଏଇଟା, ଜଣେ ବ୍ୟକ୍ତି ଗରିବ ଲୋକ, ପଇସା ପତ୍ର ନାହିଁ, ସେ ମତେ ଗୋଟେ 50,000 ଟଙ୍କା ପଠେଇଲା।
ମୁଁ ପ୍ରଭୁଙ୍କ ଦାସ ମାନେ ଆସିଲେ ପ୍ରାର୍ଥନା କରି ତାଙ୍କୁ 500 ଟଙ୍କା ଲେଖା ଦେଇ ପଠେଇଛି, ମାତ୍ର ମୋର ଫୋନ ପେ ରେ 50,000 ଟଙ୍କା ଆସୁଛି। ଆଗରୁ କେବେ ମୋର ଫୋନ ପେ ରେ 50,000 ଟଙ୍କା ନଥିଲା, ଆସୁ ଆସୁ 60,000 ନା କେତେ ହେଇଗଲା, ଆଗରୁ 10,000 ଟଙ୍କା ଥିଲା ଆମର। ପ୍ରିୟ ମାନେ ମୁଁ କହିବା ପାଇଁ ଚାହେଁ, ପରମେଶ୍ୱର ଆଶ୍ଚର୍ଯ୍ୟ କର୍ମ କରିବା ପରମେଶ୍ୱର, କାହା ଆଗରେ ମାଗବା ଦରକାର ନାହିଁ। ଆମେ ପ୍ରଭୁଙ୍କୁ ଯଥା ଭାବରେ ସମ୍ମାନ ଦେଇ ପ୍ରଭୁଙ୍କ ଲୋକମାନଙ୍କୁ ସମ୍ମାନ ଦେଇଥିବା ପରମେଶ୍ୱର ଆମେ ନ କହିବାଟା ସେ କହିଲେ ହେବ ନାହିଁ। ତୁମେ କାହିଁକି ମିଛ କହୁଛ, ମୁଇଁ ଆହୁରି ମା ହେବି କି, ମୁଇଁ ଆହୁରି କ୍ଷୀର ପିଆଇବି କି, ମୁଁ ଆଉ ଛୁଆ ଖେଳେଇବି କି, ମିଛ କଥା କୁହ ନାହିଁ। ବୋଲେ ୟାର ଅର୍ଥ କଣ? এইটা আহরি কেবে মিশা হই পারব নাই, মু কেবে মা হই পারিবি নাই, মতে কেবে ছুয়া হই পারিব নাই। এমিতি ভাবে নিজ মাইন্ড কু সেটঅপ করে দিয়েছিলে, মাত্র প্রভুଙ୍କ দাস কহিলে তুমকু ছুয়া হেব, ଆଉ ତାଙ୍କୁ ଛୁଆ ହେଲା। ହାଲେଲୁୟା। ପରମେଶ୍ୱର ଏହା କରିପାରନ୍ତି ପ୍ରିୟମାନେ। ସେଥିପାଇଁ ସେମାନେ କହିଲେ କାଠ କାଟିବା ପାଇଁ ଆସ, ଯୋଉ ଜାଗାରେ କାଠ କାଟିଲା ବେଳେ ମଧ୍ୟ ତୁମେ ଆସ, ପାଣିରେ ବୁଡି ଗଲା ବେଳେ ମଧ୍ୟ ତୁମେ ଆସ, ଆମେ ଘରେ ଭଲେ ଥିଲା ବେଳେ ମଧ୍ୟ ତୁମେ ଆସ, ଆସିକିନା ଯାଅ ନାହିଁ, ଆମ ଘରେ ତୁମେ ରୁହ। କେତେ ସୁନ୍ଦର ଏଇ ବିଷୟ ଗୁଡିକୁ ଆମେ ଜାଣିବା। ପରମେଶ୍ୱର ଆମକୁ ବହୁତ ସୁନ୍ଦର ଘର ଦେଇଛନ୍ତି, ଆଉ ଏଇ ଘରେ ସୁଖ ଶାନ୍ତି ଆନନ୍ଦ ଆଶୀର୍ବାଦ ରହୁ। ଏଇ ଘର ଏଇ ଅଞ୍ଚଳ ପାଇଁ ଗୋଟେ ମହାଜନର ଘର ହେବାର ଅଛି। ଏଠି ଆସି ଠିଆ ହେବାର ଲୋକ କି ପାଇଁ ଆସିଛ? ନାଇଁ, ହାଣ୍ଡି ବନ୍ଦା କରିବାକୁ ଆସିଛୁ। ଆମର ଘର ଯାକ ସେମିତି ମହାଜନ ମାନଙ୍କର ଘରକୁ ଯାଇକିନା ସୁନା ବନ୍ଦା କରୁଥିବେ, ହାଣ୍ଡି ବନ୍ଦା କରୁଥିବେ, ଗାଈ ବନ୍ଦା କରୁଥିବେ। ଆମେ ମହାଜନ ହେଲେ ଆମ ପାଖକୁ ଆସିପାରିବେ ନାହିଁ କି? ଆମର ଘରକୁ ଲୋକ ଆସୁଛନ୍ତି, ପାଷ୍ଟର ଘରକୁ ଆମର ଆସିକିନା ଆମକୁ ବିଭିନ୍ନ ପ୍ରକାର କଥା। ଏବେ ଆମେ ସେଠି କଣ ଯେ ଆମେ ତୁମକୁ 1,000 ଟଙ୍କା ଦଉଛୁ, ଫୋନ ପେ ରେ ଟିକେ ପଠେଇ ଦିଅ। ଏବେ ଆମର କାମ ସେଟା ଚାଲିଛି ଆମର ହେଲା। ଏବେ ଆମେ ଆମର ସାହିରେ ମହାଜନ ହେଇଯାଇଛୁ, ଘର ବାନ୍ଧୁଛୁ। ଆମେ ଏତେ ମୋଟା ପିଲର, 2ଟା ମାଇକି ମୂଳ ପାଟଲେ ମିଜା ପିଲର ଧରି ହେବ ନାହିଁ, ସେମିତି ବନେଇ ଦେଇଛୁ ଆମେ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି। କୋଉଠୁ ପଇସା ଜଣା ନାହିଁ, ମାତ୍ର ଯୋଉ ପ୍ରଭୁଙ୍କ ଦାସ ଗଲେ ମିଜା ଟିକେ ପ୍ରାର୍ଥନା କରିଦିଅ। ଏବେ ଆହୁରି ପ୍ରାର୍ଥନା କରିବାକୁ ଡାକବାକୁ ମିଜା ଡର ଲାଗୁନି, କର ଆଉ ଟିକେ ମୋବାଇଲ ଚେକ୍ କର, 50,000 ଲାଗିବ। ପରମେଶ୍ୱର ସେମିତି କାମ ସେ କରିବେ, କୌଣସି ପ୍ରକାର ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ପ୍ରଭୁ ଏ ସବୁ ବିଷୟରେ ଯତ୍ନ ନେବେ। ଆମେ ପ୍ରଭୁଙ୍କୁ ଆମେ ଠିକ ଭାବରେ ଜାଣିବାର ଅଛି, ପ୍ରଭୁଙ୍କ ଦାସ ମାନଙ୍କୁ ଠିକ ଭାବରେ ବଳେଇକିନା ଆମେ ଘରକୁ ଆମେ ଡାକିବାର ଅଛି। ପ୍ରଭୁଙ୍କର ସଦ୍ଭକ୍ତ ଦାସ ମାନେ ଯେତେବେଳେ ଆସିବେ, ଆମ ଘରେ ଆଶୀର୍ବାଦ ଉପରେ ଆଶୀର୍ବାଦ। ଏଲିୟ କାହା ଘରକୁ ଗଲେ? ସାରିପତ୍ର ବିଧବା ଘରକୁ। କଣ ଅଛି ତାଙ୍କ ଘରେ? ଏତିକି ଟିକେ ମଇଦା, ଏତିକି ଟିକେ ତେଲ, ଖାଇଲା ପରେ ହଁ। ଏମିତି ଅଭାବ ସମୟରେ ପ୍ରଭୁଙ୍କ ଦାସଙ୍କୁ ଘରକୁ ଡାକିକିନା ତାଙ୍କୁ ଖାଇବାକୁ ଦେଲା ପରେ ମରୁଛନ୍ତି। ପ୍ରଭୁ ବେଳେ ବେଳେ ପ୍ରଭୁଙ୍କ ଦାସ ମାନଙ୍କୁ ପ୍ରଭୁ ପଠେଇବେ। ସାରିପତ୍ର ବିଧବା ଘରକୁ ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ପଠେଇଲେ, ଯାଅ ଖାଇବା ପାଇଁ ନାହିଁ, କଣ ପାଇଁ? ସେ ପରିବାରର ଯତ୍ନ ନେବା ପାଇଁ। ଆମେ ଏଇସବୁ ବିଷୟ ଗୁଡିକ ମଧ୍ୟ ଜାଣିବା। ମୁଁ ପ୍ରାର୍ଥନା କରୁଛି, ଏହାଠାରୁ ମଧ୍ୟ ବଡ ବଡ ଘର ଗୁଡିକ ପ୍ରଭୁ ଆପଣଙ୍କୁ ଦେବେ। ମାତ୍ର ଏଇଟା ଆମର ଅରିଜିନାଲ ଘର ନାହିଁ। ପ୍ରଭୁଙ୍କ ଦାସ ଯେମିତି କହୁଥିଲେ, ଆମେ ଗୋଟେ ଆଗାମୀ ନଗରର ଅପେକ୍ଷାରେ ଆମେ ଅଛୁ। ଆମେ ସେଇଟା ଥିବା ଅଛି। ବେଳେବେଳେ ଅଛନ୍ତି, ଆଜ୍ଞା ଏ ରବାର ପ୍ରାର୍ଥନା ଆସିପାରିଲୁ ନାହିଁ, କି ଥିଲା ଆଗରେ ଟିଣ କରିଥିଲୁ ଆଜ୍ଞା, ବର୍ଷା ହେଲେ ଝଣ ଝଣ ସାଉଣ୍ଡ ଦଉଥିଲା, ଜାଣୁଥିଲେ। ଛାତ ଘର ତ 10ଟା 11ଟା ହେଇଗଲେ ମିଶା ନି ଜଣା ପଡୁନାହିଁ, ବୋଲେ ଥଣ୍ଡା ହେଇଯାଏ ହେବ। ସେଥିପାଇଁ ସେ ସବୁ ଯାକ ଆମର ନ ହେବାର ଅଛି ଆମର।